বাবা আনন্দে 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 নাম ব্রহ্মে বিহার জাতিরে কন্ধ জন্মান্ধ ভীমভূ ଢେଙ୍କାନାଳର ଗର୍ବ ଗୌରବ ଅନେକ ଧର୍ମର ମୁଖ୍ୟ ପୁରୋଧା ଆଉ ପ୍ରଚାରକ ମଧ୍ୟ ଆନନ୍ଦେ ନାମ ବ୍ରହ୍ମେ ବିହାର ଆନନ୍ଦେ ନାମ ଆନନ୍ଦେ ନାମ ବ୍ରହ୍ମେ ବିହାର ଆନନ୍ଦେ ନାମ ଆନନ୍ଦେ ନାମ ব্রহ্মে বিহার কর্ম কামনারে কর্ম কামনারে কর্ম কামনারে কর্ম কামনারে কামনারে দুই নাম আনন্দে নাম আনন্দে নাম ব্রহ্মে বিহার
ବହୁତ ସମୟ ପରିଶ୍ରମ କଲାଣି ତ ଆସିବା ପାଇଁ ପାଣି ମଧ୍ୟ ଦିଅନ୍ତୁ ଏ ମୋର ଜ୍ଞାନୀ ଗୁଣି ବହୁତ ଆପଣମାନଙ୍କ ଆଶିଷରୁ ସଂଦର୍ଶନ ଏବଂ ଗୁରୁ କୃପାରୁ ମୁଁ ଯେତିକି ଲାଭ କରିଛି ଆଜିର ଦିନରେ এই পবিত্র দিবসরে তাকে কিছু ব্যাখ্যা করা যাচ্ছি কালার চিরাচরিত পরম্পরা ভজন পরে গোটে আশীর্বাদ ଆପଣ ମାନଙ୍କ ମୁଣ୍ଡକୁ ତ ମୋ ହାତ ପାଇବନି ଦେଖୁଛି ମୋ ଆଖି ଆଗରେ ବୟସ୍କ ଲୋକ ବସିଛନ୍ତି କ୍ଷୁଦ୍ର ମତି ହିସାବରେ ଭଗବତ କରୁଣା ଲାଭ କରିବା ପାଇଁ ମର୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ଅବଳ କମଳ ଚରଣ ନିକଟରେ ପୁଷ୍ପାଞ୍ଜଳି ପୁଟରେ ମୁଁ ନମସ୍କାର କରୁଛି ଭାଇ ତାଙ୍କ କଲ୍ୟାଣକୁ ମୋ ମାଧ୍ୟମରେ ଆପଣମାନଙ୍କ ପିଲା ନିକଟରେ ପହଞ୍ଚାଇବାର ଅଦମ୍ୟ ଉଦ୍ୟମ ମୁଁ କରିଛି ମାତ୍ର ଚୈତନ୍ୟ ଚରିତ୍ରାଙ୍କର ଗୋଟେ କଥା ଜୟତୀ ଜାନକୀ ବଲ୍ଲଭ ମିତି ପଦଦ୍ୱୟ ଜାନକୀ ବଲ୍ଲଭ ମିତି ଜାନକୀ ମା ସୀତାଙ୍କର ବଲ୍ଲଭ ଯେ କି ସ୍ୱାମୀ ମର୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ରାମଚନ୍ଦ୍ରଙ୍କର ପାଦ ଦୁଇ ଆଜି ନବଜାତ କନ୍ୟା କଲ୍ୟାଣ ବିଧାନ କରିବେ ଖାଲି ସେତିକି ନୁହେଁ ଅରିକୁଳ ତମିଶ୍ରା ବିଧ୍ୱଂସରେ ମିହିରଙ୍କୁ ଦଏ ହରିବଲନ୍ଦେ ଶତ୍ରୁ କୂଳର ସମସ୍ତ ଅନ୍ଧକାରକୁ ବିଧ୍ୱଂସନ ତାହାକୁ ଦୂରେଇ ଦେବା ପାଇଁ ଧ୍ୱଂସ କରିବା ପାଇଁ ମିହିର ବୋଲନ୍ତେ ସୂର୍ଯ୍ୟ ଭଳି ଯେ କି ରାମଚନ୍ଦ୍ର ହେଇଛନ୍ତି ସୂର୍ଯ୍ୟ ବଂଶରେ ଜନ୍ମ ଗ୍ରହଣ କରିଛନ୍ତି ସୂର୍ଯ୍ୟ ସଦୃଶ ଶ୍ରୀରାମଙ୍କର ତେଜ ଶତ୍ରୁକୁ ବିନାଶ କରିବା ଖାଲି ସେତିକି ନୁହେଁ ନ ମାୟା ମାୟା ଧରନ ଯାହାର ମାୟାକୁ ଭୂତ ବଚନ ନିତ୍ୟ ଜନ ଆସେ ନିତ୍ୟ ଜନ କେରଳ କରନ୍ତୁ ন মায়া মায়া ধরন পুত বচন নিত্য জন আসতে সে মায়া যা পাখরে নাই কিংবা মায়া যাহাকে স্পর্শ করি পারে ভাগবতরে কহি নাহান্তি ও মায়া মোতে মায়া মোতে ଜାଣିବେ ମୁଁ ତ ମୋ କଥା ଜାଣିନି ସାମାନ୍ୟ ମଣିଷ କେମିତି ଜାଣିବି ଆଉ ଗୋଟାଏ କଥା ପୁଣି କହିଛନ୍ତି ଜଳେ ଦେଶନେ ପଦ୍ମ ଧାଇ ତାଲେ ଜଳ দেশনে জলে খাই তা দেহে জল ন লাগে মু মায়া ধর মো না মায়া ধর মু মায়া জানেনি মতে মায়া স্পর্শ করেনি গীতারে কইলে অর্জুন তুমি মো সাথে ସବୁବେଳେ ଅଛ ମାୟା ଯୋଗୁ ମାୟା ତୁମକୁ ଗ୍ରାସ କରିଛି ତମେ କିଛି ଜାଣିପାରୁନ ମାୟା ଖାଲି ଦୂରରେ ସେଥିପାଇଁ ମୁଁ
ସବୁ କଥା ଜାଣିପାରୁଛି ଜାଣିପାରୁଛି। ଯୁଗେ ଯୁଗେ ସବୁ ମୁହୂର୍ତ୍ତରେ ତମେ ମୋ ସାଥେ ଆଚ୍ଛା। ମଣି ସର୍ବବିଦ ପ୍ରଥମ ସୂତ୍ରେ ମଣି ଗଣାଏ ଆପଣମାନେ ମତେ ଗୋଟିଏ ଦେଇଛନ୍ତି ହାର ଏ ହାର ଟିକେ ମୁଁ ବେକରେ ଧାରଣ କରିଛି ସୂତ୍ରେ ମଣି ଗଣାଏ ମଣି ସର୍ବବିଦ ପ୍ରଥମ ସୂତ୍ରେ ମଣି ଗଣାଏ ଭଗବାନ କହିଲେ ମୁଁ ମାୟାକୁ ଧରିଛି ମାୟା ମୋତେ ଧରି ପାରିନି ମୋ ଇଙ୍ଗିତରେ ମାୟା ଆତଜାତ କରୁଛି ଏଇ ଯୋଉ ମାଳଟି ଆପଣ ମତେ ଦେଇଛନ୍ତି ଦେଖନ୍ତୁ ଇଏ ଗୋଟେ ଗୋଟେ ଫୁଲ ଆଜ୍ଞା। ଯଦି ଆକୁ ମୁଁ ଖଣ୍ଡେ ଛିଡେଇ ଦେବି ଆପଣ ଗୋଟେ ଫୁଲ ଖାଲି ଦେଖିବେ ଯେହେତୁ ଆପଣ ଆଗ୍ରହ ଦେଇଛନ୍ତି ମୁଁ ତାକୁ ଫେରିବା ପାଇଁ ଚେଷ୍ଟା କରୁନି ଇଏ ମୋର ଗୋଟେ ଧର୍ତ୍ତବ୍ୟ ଅପରାଧ ମୁଁ କହି ବୁଝେଇବା ପାଇଁ କହୁଛି ଏଇ ଯୋଉ ଫୁଲ ଗୋଟିକା ଗୋଟିଏ ଆପଣ ଦେଇଛନ୍ତି ଆ ସାଥେ ମିଶିଛି ଏ ଫୁଲଟି ଗୋଟି ଗୋଟି ହେଇଗଲେ ହାର କେମିତି ହଉଛି ଆଲୋ ଆପଣ ମାନେ ଲକ୍ଷ୍ୟ ଦେବେ ମା ମାନେ ହଉଛନ୍ତି ସଂସାରର ସବୁଠାରୁ ବେଶୀ ଜାଗରଣ ଯାହା ମାଧ୍ୟମରେ ଆମେ ସଂସାର ପୃଷ୍ଠକୁ ଆସିଛନ୍ତି ଯଦି ଆଜିର ପିଲା କିଏ ମାଆକୁ ହତୋତ୍ସାହ କରୁଥାଅ ମନେ ରଖ ତମ ପାଇଁ ଦଣ୍ଡ ବିଧାନ ବହୁତ ମାଆକୁ କେତେବେଳେ ହତାଦର କରିବ ନାହିଁ ମା ହଉଛି ସଂସାର ସର୍ବଶ୍ରେଷ୍ଠ ହେଲେ ବାପକୁ ସାପ ପ୍ରାୟ ମଣି ହାତରେ ଧରିବ ଠେଙ୍ଗୁଣି ଯଦି କହିବ ମଲି ମଲି ଆଖି ମଇ ସର୍ବମିଦ ପ୍ରୋତଂ ସୂତ୍ରେ ମଣି ଅଣାଇବ ମଇ ସର୍ବମିଦ ସବୁଠାରୁ ମୂଳରେ ଇଦଂ ପ୍ରଭୁତ ମ୍ୟା କୁହାଯାଇଛି ସୂତ୍ରେ ମଣି ଅଣାଇବ ସୂତ୍ରରେ ମଣି ଯେମିତି ଗୁନ୍ଥା ଯାଇଥାଏ ଏଇ ଯୋଉ ଫୁଲଟିକି ଏକାଠି କରିବା ପାଇଁ କିଏ ସହଯୋଗ କରିଛି ସୂତା ସୂତା ସୂତାକୁ ଦେଖୁଛୁ ନାହିଁ ଆଜ୍ଞା ଦେଖାଯାଉନି କରି କରାଉ ସାରେ ମୋରେ ସଦନ ବ୍ରେକ୍ ଦେ ଶୋନ ଭରି ଯା କମ୍ପାନୀ ମୁଁ କରୁଛି କରି କରାଉ ଖାଏ ବୋଲି ମୋ ବି ଅନ୍ୟ ଗତି ନାହିଁ କିନ୍ତୁ ମୁଁ କେତେବେଳେ ବାହାରକୁ ବାହାରିବାକୁ ଚାହୁଁନି ଏଇ ଧରି ପାରିବେନି ମତେ ସେଦିନ ଯେତେବେଳେ ଗୋବର୍ଦ୍ଧନ ପର୍ବତକୁ ପ୍ରଭୁ ଟେକିକି ଧରିଲେ ଧରିଛି ମୂଳକୁ କିଛି ଛାଡ଼ି ବିଭୀଷଣ ଫଲେଗର ହେଲା ସେଦିନ କାଞ୍ଚକୁ ବାଣ୍ଟି ଦିଆଗଲା ତୁ ଏହା କରିବୁ ତୁ ଏହା କରିବୁ ତୁ ଏହା କରିବୁ ତୁ ଏହା କରିବୁ ଧରିବ କିଏ ବାଡ଼ି ଧରିବ କିଏ ଆଙ୍ଗୁଠିରେ ଖେଳିବ ହାତ ଧରିବ ସମସ୍ତେ ଆମେ ଏଇ ଭାବରେ ଥିବା ସିଆଡ଼କୁ ଯାଉଛୁ ସେଠି ବହୁତ କଥା ଯାହାକୁ କହିଛି ଭାଇ ଆମର ପଳେଇବେ କହିଛନ୍ତି ଗଲେ ଅଳ୍ପ ଅଳ୍ପ ଦେଇ ସାରିବେ ଆମେ ଭିତରକୁ କରିଦେଇଥିବା ସୂତ୍ରେ ମଣି ଗଣାଇବ ୟା ଭିତରେ ଯୋଉ ସୂତାଟି ଅଛି ଆମେ ତାକୁ ଦେଖିପାରୁନାହାନ୍ତି ୟାକୁ ସେ ଗୋଟିଏ ହାରରେ ଗୁନ୍ଥି ପାରିବ ଯାହାକୁ ଆମେ ଦେଖିପାରୁନାହାନ୍ତି ହାରଟିଏ କରି ଆମକୁ ତେଣୁ ପ୍ରଭୁ କହିବେ ମୁଁ ସବୁବେଳେ ଗୋପ୍ୟ ମୋ କାମକୁ ତମେ ପ୍ରଶଂସା କର ସଂସାରରେ କର୍ତ୍ତବ୍ୟମୁଖୀ ହୁଅ କର୍ତ୍ତବ୍ୟକୁ ଅନୁସାର ହେଇ ତାର ଝାଳ ଭିତରେ ପ୍ରବେଶ କର କୌଣସି ବ୍ୟକ୍ତି କି ଶ୍ରେଷ୍ଠ ସ୍ଥାନ ଦିଅ ପ୍ରଭୁ କେତେ ବଡ଼ କଥା କହିଲେ ମତ୍ତ ପରତର ନାନ୍ୟତ କିଞ୍ଚିତ ଭାଇ ସର୍ବବିଦ ପ୍ରଥମ ସୂତା ଭିତରେ ରହିଛି ଫୁଲ ଭିତରେ ସୂତା ରହିଛି ଗୋଟିଏ ହାରକୁ ଏକାଠି କରିବାରେ ସାହାଯ୍ୟ କରୁଛି ତେଣୁ ମାୟା ମାୟା ଧରନ୍ତୁ ବଦନ ନିତ୍ୟ ଜନ ଆସ୍ତି ଆସ୍ତି ଲୋକଙ୍କ ପାଇଁ ଆସ୍ତି ଜିଜ୍ଞାସୁ ରଥାର୍ଥୀ ଜ୍ଞାନୀ ଭରତର୍ଷବ ଚାରି ପ୍ରକାର ଭକ୍ତ
ଗୀତା ଆହା ଆପଣମାନେ ପଣ୍ଡିତ ବିଦ୍ୱାନ ଆପଣମାନେ ଜାଣନ୍ତୁ ସବୁ ଟିକେ କଥା କହିଦେବେ ଆମେ ଯିବା ଆର୍ତି ଜିଜ୍ଞାସୁ ଅର୍ଥାତ୍ ଆର୍ତି ଦୁଃଖରେ ଅଛି କହୁଛୁ ପ୍ରଭୁ ମୋର ଏଇଟା ଦରକାର ଖାଇବାକୁ ନାହିଁ ଦୁଃଖରେ ପଡିଛି ଆର୍ତ ଡାକିଥିଲା ସେଦିନ ଗଜ ରଜ ଡାକିଥିଲା ଦ୍ରୌପଦୀ ଡାକିଥିଲେ ଯେତେବେଳେ ଦି ହାତ ଟେକିଦେଲା ସେତେବେଳେ ପ୍ରଭୁ ଦେଲେ ବେଶୀ ଆଲୋଚନା କରୁନାହିଁ ସେଦିନ ଭୃଗୁଣି ମଧ୍ୟ ସେଇ କଥା କହିଲା ଜିଜ୍ଞାସୁ ଜାଣିବା ପାଇଁ ଉଦ୍ଧବ ଆର୍ତି ଜିଜ୍ଞାସୁ ଅର୍ଥାର୍ଥୀ ଘରେ ନିକଟରେ ଯାଇଛି ଇଲେକ୍ସନ ଘରେ ଶଙ୍ଖରୁ ଖାଇଛି ନା ପଦରୁ ଖାଇଛି ଭୋଟ ମଝିରେ ମାରିଛି ଖାବୁଡେ ପାଇଲା ସେ ଆମେ ବେଙ୍ଗ ଭଳିଆ ଶାଗ ଛମଳେ ଆ କରିକି ବସିଛୁ 5-10 ବର୍ଷ ହେଲା ବିକଳିଆ ହେଇକି ଥିଲୁ ଯିଏ ଦେଲା ଖାଇଲୁ ଆଉ କଣ ଆମେ ତ ଖାଉ ପାଟି ପଟୁ ଖାଇଲୁ ଲାଜ କାହିଁକି ହବ ଏତେ ବଡ ଗଣତନ୍ତ୍ର ଭିତରେ ଆମେ କଣ ସେଥିରେ ହେଳା କରୁଛୁ ଆମେ ତ ଭୋଟ ଦବା ପାଇଁ କମ ହେଇକିରି ବସିଛୁ ନା ନିର୍ଭୀକ ଦି ପଟୁ ଖାଇଛୁ କାହାକୁ କେଡେ ନିଲଜ ଦେଖ ଖାଇବା ପାଇଁ ଜନ୍ମ ହେଇଛୁ ଆଉ ନାତି ବିକାଶର ପ୍ରତି ଅର୍ଥ ପାଇଁ ଯିଏ ଚିନ୍ତା କରେ ଜ୍ଞାନୀ ଚ ଭର୍ତ୍ତସ୍ୟ ଜ୍ଞାନୀ ଲୋକ ସାଧୁ ସନ୍ଥ ସାଧୁ ଯେ ମଳୟ ପବନା ଚନ୍ଦନ ସ୍ପର୍ଶରେ ଆସିଲେ ଯେମିତି ବାୟୁ ଶ୍ରବଣ ଚନ୍ଦନ ହେଇଥାଏ ସାଧୁଙ୍କ ସଂସ୍ପର୍ଶରେ ଯେକୌଣସି ଲୋକ ଆସିଲେ ସେମିତି ଚନ୍ଦନ ଭଳି ହେଇଥାଏ ଅର୍ଥାତ ଚନ୍ଦନ ହବ କଣ ଚନ୍ଦନ ଭଳି ମହମ ବାସିବ ଖାଲି ବାସିବ ଗୁଣ ବିକଶିତ ଚନ୍ଦନ ଭଳି ଖାଲି ଚନ୍ଦନ ଭଳି ଆସିଲେ କଣ ଦେଖୁଛୁ ଆଜିକାଲି ବିଭିନ୍ନ ପ୍ରକାର ନିଜ ମନ ଦେହ ଭଲ ପାଇବା ଦରକାର ନା ମାୟା ଧର୍ମ ତମ ବିଦ୍ୟା ଦେବାତେ ଶ୍ରୀରାମ ରାମ ରଘୁକୁଳ ସମ୍ଭବ ମହାମୁନି ଦିନ ଆଉ ରାତି ସଦା ସର୍ବଦା ଏବଂ ଭୂତ ଯିଏକି ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ଆଜ୍ଞା ଉପସ୍ଥ ନବଦାସ କନ୍ୟା ସମସ୍ତଙ୍କର ଏବଂ ମୋର ଭାଇମାନଙ୍କର ମା ଝିଅ ସମସ୍ତ ଗୌରମାନଙ୍କର ଆମ ସମ୍ପ୍ରଦାୟ ମାନଙ୍କର ଏବଂ ପଡ଼ୋଶୀ ଯେତେ ଆମ ପାଖରେ ଅଛନ୍ତି ପରୀକ୍ଷା ସମସ୍ତଙ୍କର ବନ୍ଧୁ ବାନ୍ଧବ ଓଗେର ଗୁରୁ ଭାଇର ମୋର ସମସ୍ତଙ୍କର ସର୍ବଶୃଙ୍ଗାଳ ମଙ୍ଗଳ ବିହାର କରନ୍ତୁ ଓ ସଦା ଆନନ୍ଦ
ଆଉ ତ ଯାଇଥିଲେ